ଆପଣ ଯେଉଁ ଘରେ ଆମେ ଗାଈ ଗୋରୁ ଛେଳି ମେଣ୍ଢା ସବୁ ରଖୁଛୁ ସେ ଘରଟି କେମିତି ଥଣ୍ଡା ରହିବ ଆପଣମାନେ ଜାଣିଛନ୍ତି। ଘରର ଛାତଟା ଟିକେ ଉଚ୍ଚା କରି ହେବ, ତା ଉପରୁ ଗୋଟେ ସ୍ଲିଟ୍ ରହିବ ଯେଉଁଟା ଗରମ ପବନ ବାହାରକୁ ବାହାରିଯିବ, ଆଜବେଷ୍ଟସ୍ ରହିବ ଏବଂ ସେ ଆଜବେଷ୍ଟସ୍ ଉପରେ ଖରାଦିନେ କଞ୍ଚା ମାନେ ନଡ଼ିଆ ବାଉଙ୍ଗା ଠାରୁ ଆରମ୍ଭ କରି ଜାମୁ ଡାଳ ବା ଯେକୌଣସି ଗଛ ଡାଳ ପତ୍ର ତାକୁ ପକାଇବା, ନଡ଼ା ବି ପକାଇବା। ଆଉ ଦରକାର ପଡ଼ିଲେ ସେ ଛାତ ଉପରେ ଆମେ ଯେ ଟିଣ ଥିବ ବା ଏଇ ଆଜବେଷ୍ଟସ୍ ଥିବ ତାକୁ ମଧ୍ୟ ଚୂନ ସ୍ପ୍ରେ କରିବା, ଚୂନ ଲେପନ କରିବା। ଆବଶ୍ୟକ ହେଲେ ୱାଟର ସ୍ପ୍ରିଙ୍କଲର ମଧ୍ୟ ବ୍ୟବସ୍ଥା କରିବା, ଯାହାଫଳରେ ତା'ର ଛାତରୁ ଯେଉଁ ହିଟ୍ ଆସେ ତା ଭିତରକୁ ସେଟା ମଧ୍ୟ ନିୟନ୍ତ୍ରଣ ଅବସ୍ଥା ରହିପାରିବ, ଏଥିରେ ଅସୁବିଧା ନାହିଁ। ଏଥିସହିତ ଯେଉଁ 10ଟାରୁ 10ଟା 11ଟା ହେଇଗଲେ ଯେଉଁ ଟାଣ ଖରା ଆସିବ ଆଉ 4ଟା ପର୍ଯ୍ୟନ୍ତ ଯେଉଁ ଖରାଟି ରହିବ ସେ ସମୟରେ ଓଦା ଅଖା ବା ବେଣାମୁଠା ଚେର, ତେଣୁକରି ଏଇଭଳି ତା'ର ମନି ବ୍ୟାଗ୍ ତାକୁ ସବୁ ଟାଙ୍ଗିବେ, ସେଥିରେ ମଝିରେ ପାଣି ସିଞ୍ଚନ କରିବେ ଏବଂ 4ଟା 5ଟା ହେଇଗଲେ ତାକୁ ପୁଣି ଟେକିଦେବେ, ତା'ର ବାୟୁ ଚଳାଚଳ ହେବ, ଥଣ୍ଡା ପରିବେଶ ରହିବ, ଏଇଟା ବ୍ୟବସ୍ଥା କରିବେ। ଗୁହାଳ ଭିତରେ ଆପଣଙ୍କର କୁକୁଡ଼ା ଘର ହେଉ, ଛେଳି ମେଣ୍ଢା ବା ଆମର ଗାଈ ଗୋରୁ ହେଉ, ତା ଭିତରେ ଫ୍ୟାନ୍ ଗୁଡ଼ିକ ସବୁ ଠିକ୍ ଚାଲିଛି ନା ନାହିଁ ସେ ପଙ୍ଖାର ବ୍ୟବସ୍ଥା କରିବେ। ତା ଭିତରେ ଆବଶ୍ୟକ ସ୍ଥଳେ ତାକୁ ଆମେ ମାନେ ସ୍ପ୍ରେ କରିବା। ପାଣି ବ୍ରଏଲର କୁକୁଡ଼ା ଅଛନ୍ତି ଅତ୍ୟଧିକ ଗରମ, ତେଣୁକରି ସେଠି ଫଗିଂ ସିଷ୍ଟମ୍ ବା ସ୍ପ୍ରେ କରିପାରିବା। ଗାଈ ଗୋରୁ ଯେଉଁଠି ରହୁଛନ୍ତି ତାକୁ ମଧ୍ୟ ସ୍ପ୍ରେ କରିପାରିବା ଏବଂ ଏ ଭିତରେ ଯେତେ ପରିଷ୍କାର ପରିଚ୍ଛନ୍ନ ରଖିବା ଆବଶ୍ୟକ। ଗାଈ ଗୋରୁ ଛେଳି ମେଣ୍ଢା ବା କୁକୁଡ଼ା ରଖିବା, ବେଶୀ ଗହଳି ରଖିଲେ ତାଙ୍କ ଦେହରେ ବହୁତ ଏନର୍ଜି ବାହାରିବ। ବାହାର ଏନର୍ଜି ଶକ୍ତି, ହିଟ୍ ଉତ୍ତାପ ଶକ୍ତି, ଦୁଇଟା ଉତ୍ତାପ ଶକ୍ତି ମିଶିଗଲେ ଅତ୍ୟଧିକ ଗରମ ହେବ।